हेलो फ्रेंड, ଆଉ ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ଏ ଭିଡ଼ିଓରେ ଆମେ ଜାଣିବା ଯେ ମୋଦିଙ୍କ ମନ୍ତ୍ରିମଣ୍ଡଳ ବିଷୟରେ। ଏଠି ପ୍ରଥମେ ଅଛି ପ୍ରତିରକ୍ଷା ମନ୍ତ୍ରୀ, ଯିଏ ହେଉଛନ୍ତି ରାଜନାଥ ସିଂ। ତାଙ୍କ ଜନ୍ମଗ୍ରହଣ ହୋଇଥିଲା 10 ଜୁଲାଇ 1951 ମସିହାରେ। ଏବେ 62 ବର୍ଷ ବୟସ ହେଉଛି। ପୂର୍ବ କାର୍ଯ୍ୟାଳୟ ଗୁଡ଼ିକ ହେଉଛି ପ୍ରତିରକ୍ଷା ମନ୍ତ୍ରୀ 2019 ଇଲେକ୍ସନରେ, ଏବଂ ତାଙ୍କ ପତ୍ନୀଙ୍କ ନାମ ହେଉଛି ସାବିତ୍ରୀ ସିଂ। 1971 ମସିହାରେ ବିବାହ କରିଥିଲେ। ତାଙ୍କ ପାର୍ଟି ହେଉଛି ଭାରତୀୟ ଜନତା ପାର୍ଟି। ଏବଂ ତାପରେ ସେକେଣ୍ଡ ଅଛନ୍ତି ଆମ ଗୃହମନ୍ତ୍ରୀ, ଯିଏକି ଅମିତ ଶାହା। ତାଙ୍କ ଜନ୍ମଗ୍ରହଣ ହୋଇଥିଲା ଅକ୍ଟୋବର ମାସ 22 ତାରିଖ 1964 ମସିହାରେ। ସେମାନଙ୍କ ଏବେ 59 ବର୍ଷ ହେଉଛି। ତାଙ୍କ ପତ୍ନୀଙ୍କ ନାମ ସୋନାଲ ଶାହା, ଏବଂ ତାଙ୍କ ପୂର୍ବରୁ ରହୁଥିଲେ ସେମାନେ ଭାରତ ସହଯୋଗ ମନ୍ତ୍ରୀ। ତାଙ୍କ ପିଲା ହେଉଛି ଜୟ ଶାହା। ତାପରେ ଏଠି ଆମ ସଡ଼କ ଏବଂ ପରିବହନ ମନ୍ତ୍ରୀ, ଯିଏକି ନିତିନ ଗଡ଼କରୀ। ତାଙ୍କ ଜନ୍ମ ହେଉଛି 27 ମେ 1957 ମସିହାରେ ନାଗପୁର ଠାରେ। ଏବେ ସେମାନଙ୍କୁ 67 ବର୍ଷ ହେଉଛି। ପୂର୍ବରୁ ସେମାନେ ମାଇକ୍ରୋ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଥିଲେ 2019-2021 ମସିହା ପର୍ଯ୍ୟନ୍ତ। ତାଙ୍କ ପାର୍ଟି ହେଉଛି ଭାରତୀୟ ଜନତା ପାର୍ଟି। ତାପରେ ଆସିଗଲେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସାର ଓ ରାସାୟନିକ ବିଭାଗ ମନ୍ତ୍ରୀ, ଯିଏକି ଜେପି ନାଡ୍ଡା। ସେମାନେ ଜନ୍ମଗ୍ରହଣ କରିଥିଲେ 1960 ମସିହା। ସେମାନଙ୍କୁ ଏବେ 63 ବର୍ଷ ହେଉଛି, ଏବଂ ତାଙ୍କ ପତ୍ନୀଙ୍କ ନାମ ହେଉଛି ମଲ୍ଲିକା ନାଡ୍ଡା। 1991 ମସିହାରେ ବିବାହ କରିଥିଲେ। ତାଙ୍କ ପାର୍ଟି ହେଉଛି ଭାରତୀୟ ଜନତା ପାର୍ଟି। ତାଙ୍କ କାର୍ଯ୍ୟାଳୟ ହେଉଛି 2024 ମସିହା ଠାରେ ଆରମ୍ଭ ହୋଇଛି। ପୂର୍ବରୁ ସେମାନେ ଭାରତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ। ଆମ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ, ଯାହାକି ନିର୍ମଳା ସୀତାରମଣ। ସେମାନେ ଜନ୍ମଗ୍ରହଣ କରିଥିଲେ 18 ଅଗଷ୍ଟ 1969 ମସିହାରେ। ସେମାନଙ୍କ ବୟସ ଏବେ ହେଉଛି 64 ବର୍ଷ। ତାଙ୍କ ସ୍ୱାମୀଙ୍କ ନାମ ହେଉଛି ପାରକର ପ୍ରଭାକର। ଆମ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଯିଏକି ଏସ୍ ଜୟଶଙ୍କର। ତାଙ୍କ ଜନ୍ମଗ୍ରହଣ ହୋଇଥିଲା 9 ଜାନୁଆରୀ 1955 ମସିହାରେ। ତାଙ୍କ ବୟସ ଏବେ ହେଉଛି 69 ବର୍ଷ। ତାଙ୍କ ପତ୍ନୀଙ୍କ ନାମ ହେଉଛି କାଇକୋ ଜୟଶଙ୍କର। ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର। ତାଙ୍କ ଜନ୍ମଗ୍ରହଣ ହୋଇଥିଲା ମଇ 5, 1954 ମସିହା। ସେମାନଙ୍କୁ ଏବେ 70 ବର୍ଷ ହେଉଛି। ତାଙ୍କ ପାର୍ଟି ହେଉଛି ଭାରତୀୟ ଜନତା ପାର୍ଟି। ଭାରୀ ଉଦ୍ୟୋଗ ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଏଚଡି କୁମାର ସ୍ୱାମୀ। ତାଙ୍କ ଜନ୍ମଗ୍ରହଣ ହୋଇଥିଲା 16 ଡିସେମ୍ବର 1969 ମସିହାରେ। ସେମାନଙ୍କୁ ଏବେ 64 ବର୍ଷ ହେଉଛି। ଆମ ଶିକ୍ଷାମନ୍ତ୍ରୀ, ଯିଏକି ଧର୍ମେନ୍ଦ୍ର ପ୍ରଧାନ। ସେ
26 ଜୁନ୍ 1969 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କୁ 54 ବର୍ଷ ହେଉଛି। ନା କିଛି ଏମିତି ପଞ୍ଚାୟତ ମନ୍ତ୍ରୀ ଏବଂ ମତ୍ସ୍ୟ ପଶୁପାଳନ ଏବଂ ଦୁର୍ଗ ଉଦ୍ୟାନ ମନ୍ତ୍ରୀ ଲलन ସିଂହ ସେ 24 ଜାନୁଆରୀ 1955 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବୟସ ଏବେ ହେଉଛି 69 ବୟସ। ସେ ହେଉଛନ୍ତି ଜନତା ଦଳ ପାର୍ଟି। ସେ ହେଉଛନ୍ତି ବନ୍ଦର ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ, ଯିଏକି ସର୍ବାନନ୍ଦ ସୋନୋୱାଲ 31 ଅକ୍ଟୋବର 1962 ମସିହାରେ 61 ବର୍ଷ ହେଉଛି ସେମାନଙ୍କୁ।